ଖେଳ ତ ଖେଳିଲ ଲ୍ୟାପଟପ୍ ନିରୋଗ କିପରି ରହିବ? ଦୁଧ ହୋଇଗଲା ଅମୂଲ ଶକତି କେଉଁଠୁ ଆସିବ? ଫୁଲ ହୋଇଗଲା ପ୍ଲାଷ୍ଟିକ ସୁଗନ୍ଧ କେଉଁଠୁ ମିଳିବ? ଘରେ ତ ପାଳିଲ କୁକୁର ଗୋବର କେଉଁଠୁ ପାଇବ? ପୋଷାକ ତ ଛୋଟ ହୋଇଲା ଲଜ୍ଜା କେଉଁଠାରୁ ଆସିବ? ପାଠ ତ ପଢ଼ିଲ ବିଦେଶୀ ପୁରାଣ କେମିତି ଜାଣିବ? କଥା ହେଲ ଫୋନ୍ ମଧ୍ୟରେ ସ୍ନେହ କେଉଁଠାରୁ ଆସିବ? ବନ୍ଧୁ କଲ ହ୍ୱାଟ୍ସଆପ୍ରେ ସାହାଯ୍ୟ କିପରି ମିଳିବ? ପୁଅକୁ ଛାଡ଼ିଲ ବିଦେଶେ ଡାକିଲେ କିପରି ଆସିବ? ମରିଗଲା ପରେ ଆସିକି ମୁଖାଗ୍ନିକି ଦେଇପାରିବ? ବିଦ୍ୟାଳୟ ହେଲା ଟ୍ୟୁସନ୍ ଘର ସଂସ୍କାର କେଉଁଠୁ ଆସିବ? ଶିକ୍ଷକ ମୁହଁରେ ଜବାବ ଆଶୀର୍ବାଦ କାହାଠୁ ମିଳିବ? ଅଯୋଗ୍ୟ ହାତେ ଜନଭାର ଶିକ୍ଷିତ କରଇ ଜୁହାର କାମ କରଇ ଠିକାଦାର ପିସି ଖାଉଛି ଅଫିସର ଦେଶର କେଉଁ ଆଡ଼େ ଗତି ଭାବିଲେ ଘୁରିଯାଏ ମତି ଅନ୍ୟାୟ ଅଧର୍ମ ଛାଡ଼ିଣ ସେବ ଜନ୍ମଭୂମି ଚରଣ। ଏହି କବିତାଟି କାହାକୁ ଆକ୍ଷେପ କରି କୁହାଯାଇ ନାହିଁ। ବର୍ତ୍ତମାନ ସମାଜର ଯେଉଁ ଅଧୋଗତି ଯେଉଁ ଅନ୍ୟାୟ ଅନୀତିକୁ ଦେଖିକରି ଏଇଟା କୁହାଯାଇଛି। ଆଉ ଯାହାକୁ ଯଦି ଆଘାତ ଲାଗୁଛି ଯାହାକୁ ଯଦି ବାଧୁଛି ତାହେଲେ କିମ୍ବା ଯାହାର ଜୀବନ ସହିତ ମିଶୁଛି ସେଥିରେ ଆମେ ଦାୟୀ ନୁହଁ। ସମସ୍ତେ ଦେଶକୁ କେମିତି ସଚେତନ ହେଇକି ଆଗେଇ ନେବେ, ଭାରତକୁ କେମିତି ପରମ ବୈଭବଶାଳୀ କରିବେ, ବିଶ୍ୱଗୁରୁ କରିବେ, ସେଥିପାଇଁ ସମସ୍ତେ ଚେଷ୍ଟିତ ହେବେ ବୋଲି କରି ଅନୁରୋଧ କରୁଛି।